ନିଶ୍ଚିନ୍ତ ଏଇଟା କିନ୍ତୁ ଠିକ କଥା କହିଲେ, ଏଇଟାକୁ ମୁଁ ଆପଣଙ୍କ କଥା କାଟି ପାରିବିନି। ଏଇଟା କିନ୍ତୁ ଯଦି ଜଗନ୍ନାଥ ଆମ ପ୍ରଭୁଙ୍କ କଥା ଏବଂ ମୋ ବାପାଙ୍କ କଥା ଉଠୁନା, ଯେହେତୁ ଆମେ ଓଡିଆ ଘରକୁ ଆମ ପ୍ରଥମ ବାପା ହଉଛି ନାମ ଜଗନ୍ନାଥ। ଏଇଟା ଠିକ କଥା ରାଜେଶ ବାବୁ ଆପଣ କହିଲେ, ଯେହେତୁ ହିମାନ ବାବୁ ଯେତେବେଳେ ଜଗନ୍ନାଥଙ୍କ ଗୀତ ଗାଇବେ ମନା ଏଇଟା ପ୍ରଭୁ ତାଙ୍କୁ ମାଡ଼ ଦେଲେ। ଏଇଟା ଠିକ କଥା, ଏଇଟା ମୁଁ କେବେ ମନା କରିପାରିବିନି, କଥାଟା ବୁଲେଇବିନି ମୋ ଭାଇ ବୋଲି। ନମସ୍କାର ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆଜିର ଭିଡ଼ିଓରେ ଆମେମାନେ କିଛି ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଧୋଇବା, ବିଶେଷ କରିକି ତପି ମିଶ୍ର ଏବଂ ନାଲି ଗାମୁଛା। ହଁ ପ୍ରିୟ ବନ୍ଧୁଗଣ, ବିଶେଷ କରି ଏମାନଙ୍କୁ ଆଜିର ଭିଡ଼ିଓରେ ଆମେମାନେ ଧୋଇବା, କାରଣ ଆପଣ ଜାଣିଥିବେ ଏମାନେ ସବୁବେଳେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ମାନେ ଭୁକି ହୁଅନ୍ତି, ସବୁବେଳେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଭୁକି ହେଉଥିବେ। କେବଳ ଇଏ ନୁହେଁ, ୟା ସହିତ ଆହୁରି ବି ଅନେକ ଅଛନ୍ତି ଯେଉଁମାନେ କି ମିଡ଼ିଆ ସାମ୍ନାରେ ଆଉ ସୋସିଆଲ ମିଡ଼ିଆରେ ଏମିତି ଭୁକି ହେଉଛନ୍ତି କୁକୁର ଭଳିଆ। ଯେ ଆପଣ କହିବେ ଯେ କୁକୁର ଭଳିଆ କ'ଣ? ତେବେ କୁକୁର ଭଳିଆ ନୁହେଁ ପ୍ରିୟ ବନ୍ଧୁଗଣ, ଏମାନେ ହେଉଛନ୍ତି ଗୋଟେ ଗୋଟେ କୁକୁର। ଏମାନେ ଆଉ ଭୁକିବା ହେଉଛି ଏମାନଙ୍କର କାମ। ଖ୍ରୀଷ୍ଟିଆନ ବିରୁଦ୍ଧରେ ନ ଭୁକିଲେ ଏମାନଙ୍କୁ ରାତିରେ ନିଦ ହୁଏନି। ଆପଣ ଜାଣିଥିବେ ବିଗତ ଦିନରେ ଆଉ ତପି ମିଶ୍ର ଗୋଟେ ପ୍ରଶ୍ନ ଉଠାଇଥିଲା ଯେ ତୁମ ଯୀଶୁ କାହିଁକି ବଞ୍ଚାଇ ପାରିଲେ ନାହିଁ ହ୍ୟୁମାନ ସାଗରକୁ। ତାର ଜବାବ ବି ଦିଆହେଇଥିଲା ବିଗତ ଭିଡ଼ିଓରେ। ପ୍ରଭୁ ଯୀଶୁଖ୍ରୀଷ୍ଟ ହ୍ୟୁମାନ ସାଗରକୁ ବଞ୍ଚାଇ ପାରିଲେ ନୁହେଁ, ସେମିତି ନାହିଁ, ବଞ୍ଚାଇଲେ ନାହିଁ, ବରଂ ପ୍ରଭୁ ଯୀଶୁଖ୍ରୀଷ୍ଟ ହ୍ୟୁମାନ ସାଗରଙ୍କୁ ତାଙ୍କ ପାଖକୁ ନେଇଗଲେ, ତାଙ୍କ କୋଳକୁ ନେଇଗଲେ। ଆଉ ସେଠି ସେ ଆରାମରେ ଅଛନ୍ତି। ଏଇଟା ଆମର ପୁରା ପୂର୍ଣ୍ଣ ବିଶ୍ୱାସ। ସେ ସେଠି ଭଲରେ ଅଛନ୍ତି, ଆରାମରେ ଅଛନ୍ତି। ଆଉ ଏଠି ତୁମେ କୁକୁରମାନେ ଭୁକି ହେଉଥାଅ ନା, ଭୁକି ହେଲେ କ'ଣ ଯାଏ? ଯେମିତି ଗୋଟେ କଥାରେ ଅଛି, ହାତୀ ଚାଲେ ମଜାରେ, କୁକୁର ଭୁକେ ହଜାରେ। ତୁମେ 1000ଟା କୁକୁର ଆସିକି ଭୁକି ହୁଅ କିମ୍ବା ତୁମ ଭଳିଆ କୁକୁରମାନେ 1000 ଥର ଭୁକି ହୁଅ, ସେଥିରେ କୌଣସି ଫରକ ପଡ଼େନି। ହାତୀ ତାର ଚାଲିବ ହିଁ ଚାଲିବ। ଆପଣ କେବେ ଦେଖିଛନ୍ତି କୁକୁରର ମାନେ ଭୁକା ଶୁଣିକି ହାତୀ ପଛଘୁଞ୍ଚା ଦେଲା କି ହାତୀ ଡରିଗଲା? ସେମିତି ନାହିଁ। ଏମିତି କୁକୁରମାନେ ଭୁକି ହେଉଥିବେ, କିନ୍ତୁ ହାତୀ ତାର ଯେମିତି ଚାଲିବା କଥା ସେମିତି ଚାଲୁଥିବ। ଆଉ ଆପଣ ତ ଜାଣନ୍ତି ଖ୍ରୀଷ୍ଟିଆନ ପ୍ରିୟ ଭାଇ ଭଉଣୀମାନେ, ଏମିତି ଯେତେ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ଆଉ ଏମାନେ କ'ଣ କରନ୍ତି? ଏମିତି ଭୁକି ହୁଅନ୍ତି, ଜୀବନ ସାରା ଏମିତି ଭୁକି ହୁଅନ୍ତି। ଖ୍ରୀଷ୍ଟିଆନ ବିରୋଧୀମାନେ ଭୁକି ହୁଅନ୍ତି ଜୀବନ ସାରା। ଆଉ ଆପଣ ଜାଣିଥିବେ ବିଗତ ଦିନରୁ ମାନେ ବହୁତ ବର୍ଷ ପୂର୍ବରୁ ଏକା କେତେ RSS ଦଳ, କେତେ ବଜରଙ୍ଗ ଦଳ ଆସିକି ଗଲେନି, ତଥାପି ଯୀଶୁଙ୍କ କାମ ଚାଲିଛି ନା ନାହିଁ? ଚାଲିଛି। ପ୍ରଭୁ ଯୀଶୁଙ୍କର କାମ କେବେ ବି ବନ୍ଦ ହେବାର ନାହିଁ, ହେବ ନାହିଁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ମୁକ୍ତି ଅଛି। ଆଉ ଏଇ କାମ ହେଉଛି ତାହାଙ୍କର ଅଟେ, ପରମେଶ୍ୱରଙ୍କର ଅଟେ। କୌଣସି ମଣିଷ ପାଖରେ ସେତିକି ଦମ୍ ନାହିଁ। ଆଉ ବିଶେଷ କରିକି ଏମିତି ଯେତେ ଜାରଜମାନେ ଅଛନ୍ତି, ସେମାନଙ୍କର ସେତିକି ଦମ୍ ନାହିଁ। ଏମାନେ ଯୀଶୁଙ୍କ କାମକୁ ବନ୍ଦ କରିଦେବେ ବା ଯୀଶୁଙ୍କ କାମକୁ ଏମାନେ ରଖେଇଦେବେ। ଆଉ ଏମାନେ କହୁଛନ୍ତି ଯୀଶୁ କାହିଁକି ବଞ୍ଚାଇ ପାରିଲେ ନାହିଁ? ଆରେ ଯୀଶୁ ବଞ୍ଚାଇଲେ ନାହିଁ, ତାଙ୍କ ପାଖକୁ ନେଇଗଲେ। ଯେମିତି ଗତ ଭିଡ଼ିଓରେ ମୁଁ ଯେଉଁ ପଏଣ୍ଟ ରଖିଥିଲି, ଆଜି ମଧ୍ୟ ମୁଁ ସେହି ପଏଣ୍ଟ ମୁଁ ରଖିବି। ଯଦି ତୁମେମାନେ କହୁଛ ବିରୋଧୀମାନେ କାହିଁକି ଯୀଶୁଖ୍ରୀଷ୍ଟ ବଞ୍ଚାଇ ପାରିଲେ ନାହିଁ, ସେମ୍ ପ୍ରଶ୍ନ ମୁଁ କରିବା ପାଇଁ ଚାହେଁ। ତୁମର ଯେଉଁ ଜଗନ୍ନାଥ ଭକ୍ତମାନେ ଥିଲେ ଆଗରୁ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ଏମାନଙ୍କୁ କାହିଁକି ଜଗନ୍ନାଥ ବଞ୍ଚାଇ ପାରିଲାନି? କ'ଣ ତୁମ ଜଗନ୍ନାଥର ଦମ୍ ନାହିଁ ନା? ଯଦି ମୁଁ ସେଇ ପ୍ରଶ୍ନ କରେ ତୁମମାନଙ୍କୁ, ଆଉ ଯଦି ତୁମମାନଙ୍କର ଜଗନ୍ନାଥର ଯଦି ଦମ୍ ଥିଲା, ସେ ବଞ୍ଚାଇଲା ନାହିଁ କାହିଁକି? ମାନେ ପିଣ୍ଟୁ ନନ୍ଦକୁ ବଞ୍ଚାଇ ପାରିଥାନ୍ତା,
ଆଉ ମିହିର ଦାସକୁ ବଞ୍ଚାଇ ପାରିଥାନ୍ତା, ବିଜୟ ମହାନ୍ତିକୁ ବଞ୍ଚାଇ ପାରିଥାନ୍ତା, କିନ୍ତୁ ବଞ୍ଚାଇଲା ନାହିଁ କାହିଁକି? ବଞ୍ଚାଇ ପାରିଲା ନାହିଁ କାହିଁକି? ତାପରେ ଆଉ ଗୋଟେ ମୋର ଦ୍ୱିତୀୟ ପ୍ରଶ୍ନ, ପ୍ରତିଦିନ ଶହ ଶହ ଜଗନ୍ନାଥ ଭକ୍ତମାନେ କାହିଁକି ମରୁଛନ୍ତି? ତୁମ ଜଗନ୍ନାଥ ଭକ୍ତମାନଙ୍କୁ ତୁମର ଜଗନ୍ନାଥ ବଞ୍ଚାଉନି କାହିଁକି? କ'ଣ ତୁମ ଜଗନ୍ନାଥର ସେତିକି ଦମ୍ ନାହିଁ ନା? ବଞ୍ଚାଉନି କାହିଁକି? ଆଉ ଏଇଟା ହେଉଛି ମୋର ଗୋଟେ ପ୍ରଶ୍ନ। ତାପରେ ରଥଯାତ୍ରା ଯେତେବେଳେ ହୁଏ, ଅନେକ ଭକ୍ତମାନେ, ଜଗନ୍ନାଥ ଭକ୍ତମାନେ ରଥ ଚକା ତଳେ ଦଳି ଚକଟି ହୋଇକି ମରନ୍ତି। ପୁଣି ତୁମ ଜଗନ୍ନାଥର ଯାତ୍ରାରେ କ'ଣ ତୁମ ଜଗନ୍ନାଥର ଦମ୍ ନାହିଁ ବଞ୍ଚାଇବା ପାଇଁ? ତେବେ ଜଗନ୍ନାଥ ବଞ୍ଚାଉନି କାହିଁକି? ଆରେ ମୂର୍ଖମାନେ, ଆମେ ବି ପ୍ରଶ୍ନ କରିପାରିବୁ ଏମିତି। କାଲି ତୁମେ ଭାବନା ଯେ କେବଳ ତୁମେ ପ୍ରଶ୍ନ କରିବ, ଏମିତି ପ୍ରଶ୍ନ କରିବ ଯେ ତା'ର ଉତ୍ତର ନଥିବ, ଏମିତି ଭାବୁଛ କି ରେ ମୂର୍ଖମାନେ, ଜାରଜମାନେ? ହଇରେ ତପି ମିଶ୍ର, ନାଲି ଗାମୁଛା, ତୁମମାନେ ସେମିତି ଭାବୁଛ କି ରେ? ସେମିତି ବିଲକୁଲ ବି ଭାବନି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ଶକ୍ତି ଅଛି, ସାମର୍ଥ୍ୟ ଅଛି, ସେ ସବୁକିଛି କରିପାରିବେ। କିନ୍ତୁ ପ୍ରଭୁ ଯାହାକୁ ଯେତିକି ଆୟୁଷ ଦେଇଛନ୍ତି, ସେ ସେତିକି ଆୟୁଷରୁ ଗୋଟେ ସେକେଣ୍ଡ ବି ନିଜ ଶକ୍ତିରେ ବଢ଼ାଇ ପାରିବ ନାହିଁ। ଆଉ ଆମକୁ ପ୍ରଶ୍ନ ପଚାରୁଛ, ଆଗ ନିଜ ଭଗବାନଙ୍କୁ ସମ୍ଭାଳ, ଜଗନ୍ନାଥକୁ ସମ୍ଭାଳ ଆଗ। ସେ କାହିଁକି ବଞ୍ଚାଇ ପାରିଲାନି? ତାପରେ ଯେ ଆମକୁ ପ୍ରଶ୍ନ କରିବ, ଯାଇକି ତୁମ ଜଗନ୍ନାଥକୁ ପଚାର କାହିଁକି ବଞ୍ଚାଇ ପାରିଲାନି, ଆଉ ତାପରେ ଆସିକି କଥାବାର୍ତ୍ତା କରିବ। ଆଉ ଲାଜ ଲାଗିବା କଥାରେ ତମକୁ କ'ଣ ତୁମ ମୁହଁରେ ଲାଜ? ଅଲାଜୁକିଆ ଗୁଡ଼ା ତୁମେ ସବୁ, ଆଉ ଟିକେ ବି ଲାଜ ନାହିଁ ମୁହଁରେ। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଅନେକ ଜାରଜମାନେ ଦୁନିଆରେ ଅଛନ୍ତି, ବିଶେଷ କରି ତପି ମିଶ୍ର ଭଳି ଜାରଜମାନେ ଅଛନ୍ତି, ଏ ଦୁନିଆରେ ଅଛନ୍ତି। ଆଉ ଏ ଭିଡ଼ିଓ ଖାସ୍ କରିକି ତପି ମିଶ୍ର ପାଇଁ ମୁଁ ନେଇକି ଆସିଛି। ଆଉ ତପି ମିଶ୍ର, ତୋର ଯଦି ଦମ୍ ଥିବ ନାହିଁ କି, ତେବେ ମୋର ପ୍ରଶ୍ନ ଗୁଡ଼ାକର ଉତ୍ତର ତୁ ଦେବୁ। ଯଦି ତୋର ପ୍ରକୃତରେ ଦମ୍ ଅଛି, ତୁ ଯଦି ପ୍ରକୃତରେ ଗୋଟେ ବାପର ସନ୍ତାନ ହେଇଥିବୁ, କାରଣ ମୁଁ ଜାଣେ, କିନ୍ତୁ ମୁଁ ଜାଣିଛି ତୋର ଗୋଟେ ବାପା ନାହିଁ, ତୋର ହେଉଛି 1000 ବାପା ଏବଂ ମା' ବି କେତେଟା ତୋତେ ବି ଜଣା ନାହିଁ। ଆଉ ଦେଖାଯାଉ ଆଗାମୀ ଦିନରେ କ'ଣ ଘଟୁଛି, କ'ଣ ହେଉଛି, ସେଇଟା ସମୟ କହିବ। ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ଆଉ ଏ ତପି ମିଶ୍ର ବିଷୟରେ ଆପଣ କ'ଣ ଭାବୁଛନ୍ତି କମେଣ୍ଟ କରିକି ଜଣାନ୍ତୁ। ଆଉ ଯଦି ପାରିବେ ନାଲି ଗାମୁଛା ବିଷୟରେ ବି କ'ଣ ଭାବୁଛନ୍ତି ଆପଣ କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାଇବେ। ନମସ୍କାର।